ଷ୍ଟିଲ୍ ଫଟୋଟା ଉଠେଇବୁ। ଗୋଟେ ଷ୍ଟିଲ୍ ଫଟୋ ଉଠେଇଦେବୁ। ଗୋଟେ ଇଏ ଭିଡ଼ିଓ ସବୁ ଯାକ କରନା, ଖାଲି ଫଟୋ ଦିନା ଖଣ୍ଡେ ଉଠା। ଫଟୋ ଉଠଉନୁ। 47 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ସେଦିନ ଆମେ ଅଗଷ୍ଟ 15 କହୁ, ସ୍ୱାଧୀନତା ଦିବସ ପାଳନ କରୁ। ସେଦିନ ମଧ୍ୟ ଆମେ ପତାକା ଉତ୍ତୋଳନ କରୁ। ଆଜି ମଧ୍ୟ ପତାକା ଉତ୍ତୋଳନ କରୁଛୁ। ଆଜି କେହି ପତାକା ଉତ୍ତୋଳନ ଆମେ କରୁଛୁ? ଆଜି ହେଲା ସାଧାରଣତନ୍ତ୍ର ଦିବସ ବା ଗଣତନ୍ତ୍ର ଦିବସ। 1950 ମସିହା ଜାନୁଆରୀ 26 ତାରିଖରେ ଆମ ଗଣତନ୍ତ୍ର ହେଇଥିଲା। ଇଂରେଜମାନେ ଯେତେବେଳେ ଶାସନ କରୁଥିଲେ 200 ବର୍ଷ, ସେମାନେ ସିନା ଦେଶକୁ ଛାଡ଼ିକି ଗଲେ ହାରି, ଯେ ଆମ ଭାରତ ବର୍ଷ କେମିତି ଚାଲିବ? ଗୋଟେ ତ ପୁଣି ଆଇନ ଦରକାର ନାହିଁ, ପୁଣି କେଉଁ ହିସାବରେ ଚାଲିବ? ସେଇ ଆଇନ ପ୍ରଣୟନ କରିଥିଲେ ଆମର ବାବା ସାହେବ ଆମ୍ବେଦକର। 2 ବର୍ଷ 11 ମାସ 8 ଦିନ ଲାଗିଥିଲା, ଯେଉଁଟାକୁ ସମ୍ବିଧାନ କହନ୍ତି। ସମ୍ବିଧାନ ପ୍ରଣୟନ 1950 ମସିହା ଜାନୁଆରୀ 26ରେ ପ୍ରଣୟନ ହୋଇଥିଲା। ସେଇ ଦିନଠାରୁ ଆଜିକା ପର୍ଯ୍ୟନ୍ତ ଦୀର୍ଘ 77 ବର୍ଷ ହେଲା ସମ୍ବିଧାନ ପ୍ରଣୟନ ହେଇଛି। ଆମେ ସାଧାରଣତନ୍ତ୍ର ବୋଲି ପାଳନ କରୁଛୁ। वंदे मातरम, वंदे मातरम, वंदे मातरम। भारत माता की जय, भारत माता की जय, भारत माता की जय, अम्बेडकर की जय, बाबा साहेब अम्बेडकर की जय, बाबा साहेब अम्बेडकर की जय। छोट बड़ भाई मैंने दादा खुड़ी समस्त मोर प्रणाम जनावि आगे कहवा सुजोग मिलता मुझे धन्यवाद करुँच। आज हूँ साधारणतंत्र दिवस जानुरी 26। यही 1950 मसीहा जानुरी 26 तारीख दिन बाबा साहेब आम्बेडकर एक नूतन प्रणयन करते भारतर साधारणतंत्र दिवस। भारत को एक नूतन परिचय देते से। भारतर संविधान हूँ राष्ट्र एक बृहत्तम संविधान। ये कही मो सब कहबू तू ना कही।